ବର୍ଣ୍ଣ ଅ ଆ ଅ ଲେଖି ଗାର ଦେଲେ ଆ ହୁଏ। ହର୍ଷଇ କୁ ଏହିପରି ଭାବରେ ମଧ୍ୟ ଲେଖି ହୁଏ। ଦୀର୍ଘଇ ହର୍ଷଇରେ ଗୋଟିଏ ପୁଡ଼ା ଦେଲେ ଦୀର୍ଘ ଇ ହୁଏ। ଦୀର୍ଘ ଇ କୁ ଏହିପରି ଭାବରେ ମଧ୍ୟ ଲେଖି ହୁଏ। ହର୍ଷଉ ଦୀର୍ଘ ଉ ହର୍ଷଉରେ ଗୋଟିଏ ପୁଡ଼ା ଦେଲେ ଦୀର୍ଘ ଉ ହୁଏ। ରୁ ଏ ପାଖରେ ଏହିପରି ଭାବରେ ଲେଖିଲେ ଅଇ ହୁଏ। ଓ ଓ ପାଖରେ ଏହିପରି ଭାବରେ ଦେଲେ ଔ ହୋଇଥାଏ। ଏଥର ଆସ ଆଉ ଥରେ ପଢି ନେବା। ଅ ଆ ହର୍ଷଇ ଦୀର୍ଘ ଇ ହର୍ଷ ଉ ଦୀର୍ଘ ଉ ରୁ ଏ ଅଇ ଓ ଔ। ଏଥର ସରିଲା ଓଡ଼ିଆ ବର୍ଣ୍ଣମାଳାର ସ୍ୱର ବର୍ଣ୍ଣ। ଆର ଭିଡିଓରେ ଆମେମାନେ ବ୍ୟଞ୍ଜନ ବର୍ଣ୍ଣକୁ ଉଚ୍ଚାରଣ କରି ଲେଖି ଶିଖିବା। Thanks for watching. Like